ଆଜି ତାଳ କାକରା ପିଠା କରିବାକୁ ଯାଉଛି। ତାଳକୁ ଏମିତି ଛଡ଼େଇ ଭଲ ଭାବରେ ଏମିତି ରସ ବାହାର କରିଦେବା। ଏବେ ମୁଁ ଏଠି ଗୋଟେ ଗିନା ତାଳ ରସ ନେଇଛି। ସେଥିରେ ଲୁଣ ଦେବା, ଚିନି ଟେଷ୍ଟ ଅନୁସାରେ ଦେବେ, ଯିଏ ଯେତିକି ମିଠା ଖାଇବେ ସେତିକି ପକାଇବେ। ପାନ ମଧୁରୀ ଟିକେ ପକାଇ ତାକୁ ଭଲ ଭାବରେ ଗୋଳେଇବା। ଯେତେବେଳେ ଫୁଟିବ ସେତେବେଳକୁ ସୁଜିକୁ ଆମେ ଦେଇଦେବା। ମୁଁ ଗୋଟେ ଗିନା ତାଳରେ ଗୋଟେ ଗିନା ସୁଜି ନେଇଛି। ତାକୁ ଏବେ ଗୋଟେ ଜାଗାକୁ କାଢ଼ିଦେବା। ତାକୁ ଆମେ 15 ମିନିଟ୍ ଖଣ୍ଡେ କଭର୍ ଦେଇ ରଖିଦେବା। ତାକୁ ଅଳ୍ପ ଟିକେ ତେଲ ଦେଇ ଏବେ ଭଲ ଭାବରେ ତାକୁ ଟିକେ ଦଳିବା। ଭଲ ଭାବରେ ଦଳିଲେ ପିଠାଟା ଫାଟେନି। ଦେଖନ୍ତୁ ଏଇ ଟାଇପ୍ର ଦଳିବା। ମୁଁ ଛୋଟ ଛୋଟ ଗୋଲା କରିଦେବା। ଆଉ ପିଠାଟାକୁ ନା ମୋଟା ନାହିଁ କି ବେଶୀ ପତଳା ନାହିଁ, ଏଇ ଟାଇପ୍ର କରିବା। ଏବେ ଆମେ ତେଲ ଗରମ କରିଦେଇଛି, ସବୁ ପିଠା ଯାକ ପକାଇଦେବା। ପିଠା ଯେତେବେଳେ ଉପରକୁ ଏମିତି ଫୁଲିବ ଜାଣିବେ ଆମ ପାଗ ପରଫେକ୍ଟ ହେଇଛି। ତାକୁ ଓଲଟ ପାଲଟ କରିଦେବା। ଏବେ ଆମେ ବାକି ତକ ସବୁ ଦେଇ ମୁଁ ଏମିତି ଛାଣି ଦେଇଛି। ଆପଣମାନଙ୍କୁ ଯଦି ମୋ ରେସିପି ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଥ୍ୟାଙ୍କ ୟୁ।